ଆଜି ଆମେ ଶୁଣିବା ସଂକ୍ଷିପ୍ତ ଶିବପୁରାଣର ପବିତ୍ର କଥା। ଅଗ୍ନିଯଜ୍ଞ, ଦେବଯଜ୍ଞ ଓ ବ୍ରହ୍ମଯଜ୍ଞ ଇତ୍ୟାଦିର ବର୍ଣ୍ଣନା, ଭଗବାନ ଶିବଙ୍କ ଦ୍ୱାରା ସପ୍ତବାର ନିର୍ଦ୍ଧାରଣ ଓ ସେହି ଦିନମାନଙ୍କରେ ଦେବାରାଧନା କରିବାର ବିଭିନ୍ନ ପ୍ରକାର ଫଳ। ଋଷିଗଣ କହିଲେ, ପ୍ରଭୁ, ଅଗ୍ନିଯଜ୍ଞ, ଦେବଯଜ୍ଞ, ବ୍ରହ୍ମଯଜ୍ଞ, ଗୁରୁପୂଜା ଓ ବ୍ରହ୍ମତୃପ୍ତି ବିଷୟରେ ଆମ ଆଗରେ କ୍ରମାନ୍ୱୟରେ ବର୍ଣ୍ଣନା କରନ୍ତୁ। ସୂତ କହିଲେ, ମହର୍ଷିଗଣ, ଗୃହସ୍ଥ ବ୍ୟକ୍ତି ଅଗ୍ନିରେ ସାୟଂକାଳ ଓ ପ୍ରାତଃକାଳରେ ଯେଉଁ ଚାଉଳ ଇତ୍ୟାଦି ଦ୍ରବ୍ୟ ଆହୁତି ଦିଅନ୍ତି ତାହାକୁ ଅଗ୍ନିଯଜ୍ଞ କହନ୍ତି। ଯେଉଁ ବ୍ରହ୍ମଚାରୀମାନେ ବ୍ରହ୍ମଚର୍ଯ୍ୟ ଆଶ୍ରମରେ ଅଛନ୍ତି ସେମାନଙ୍କ ପାଇଁ ସମିଧ ଆରାଧନା ହିଁ ଅଗ୍ନିଯଜ୍ଞ। ସେମାନେ ସମିଧ ହିଁ ଅଗ୍ନିରେ ହୋମ କରିବା ଉଚିତ ତଥା ବିଶେଷ ଯଜନ ଆଦି କରିବା କର୍ତ୍ତବ୍ୟ। ବ୍ରାହ୍ମଣଗଣ, ବ୍ରହ୍ମଚର୍ଯ୍ୟ ଆଶ୍ରମରେ ରହୁଥିବା ଦ୍ୱିଜପକ୍ଷୀ ବିବାହ ନ ହେବା ପର୍ଯ୍ୟନ୍ତ ଏବଂ ଔପସନାଗ୍ନି ପ୍ରତିଷ୍ଠା ନ କରିଥିବା ପର୍ଯ୍ୟନ୍ତ ଅଗ୍ନିରେ ସମିଧ ଆହୁତି ଦେବା ଓ ବ୍ରତ ଇତ୍ୟାଦି ପାଳନ କରିବା ତଥା ବିଶେଷ ଯଜନ ଆଦି କରିବା କର୍ତ୍ତବ୍ୟ। ଦ୍ୱିଜଗଣ, ଯେଉଁ ବାନପ୍ରସ୍ଥ ଓ ସନ୍ନ୍ୟାସ ଆଶ୍ରମରେ ବ୍ୟକ୍ତି ବାହ୍ୟ ଅଗ୍ନିକୁ ବିସର୍ଜିତ କରି ନିଜ ଆତ୍ମାରେ ହିଁ ଅଗ୍ନିକୁ ଆରୋପିତ କରିନେଇଛି, ତା ପାଇଁ ବିହିତ ସମୟରେ ହିତକର, ପରିମିତ ଓ ପବିତ୍ର ଅନ୍ନ ଭୋଜନ କରିବା ହିଁ ଏହି ହବନ ବା ଅଗ୍ନିଯଜ୍ଞ। ଯେଉଁ ବାନପ୍ରସ୍ଥ ଓ ସନ୍ନ୍ୟାସ ଆଶ୍ରମରେ ବ୍ୟକ୍ତି ବାହ୍ୟ ଅଗ୍ନିକୁ ବିସର୍ଜିତ କରି ନିଜ ଆତ୍ମାରେ ହିଁ ଅଗ୍ନିକୁ ଆରୋପିତ କରିନେଇଛି, ତା ପାଇଁ ବିହିତ ସମୟରେ ହିତକର, ପରିମିତ ଓ ପବିତ୍ର ଅନ୍ନ ଭୋଜନ କରିବା ହିଁ ଏହି ହବନ ବା ଅଗ୍ନିଯଜ୍ଞ। ବ୍ରାହ୍ମଣଗଣ, ସାୟଂକାଳରେ ଅଗ୍ନିଙ୍କ ପାଇଁ ଦିଆଯାଇଥିବା ଆହୁତି ସମ୍ପତ୍ତି ପ୍ରଦାନ କରିଥାଏ ଏବଂ ପ୍ରାତଃକାଳରେ ସୂର୍ଯ୍ୟଙ୍କୁ ଦିଆଯାଇଥିବା ଆହୁତି ଆୟୁ ବୃଦ୍ଧି କରିଥାଏ। ଏକଥା ଭଲ ଭାବରେ ବୁଝିଯିବା ଉଚିତ। ଦିନରେ ଅଗ୍ନିଦେବ ସୂର୍ଯ୍ୟଙ୍କଠାରେ ପ୍ରବିଷ୍ଟ ହୋଇଯାଆନ୍ତି, ତେଣୁ ପ୍ରାତଃକାଳ ସୂର୍ଯ୍ୟଙ୍କୁ ଦିଆଯାଇଥିବା ଆହୁତି ମଧ୍ୟ ଅଗ୍ନିଯଜ୍ଞର ଅନ୍ତର୍ଗତ। ଏହା ଗଲା ଅଗ୍ନିଯଜ୍ଞର ପ୍ରସଙ୍ଗ। ଇନ୍ଦ୍ରାଦି ଦେବମାନଙ୍କ ଉଦ୍ଦେଶ୍ୟରେ ଅଗ୍ନିରେ ଯେଉଁ ଆହୁତି ଦିଆଯାଏ ତାହାକୁ ଦେବଯଜ୍ଞ କୁହାଯାଏ। ସ୍ଥାଳୀପାକ ଇତ୍ୟାଦି ଯଜ୍ଞ ମଧ୍ୟ ଦେବଯଜ୍ଞ। ଲୌକିକ ଅଗ୍ନିରେ ପ୍ରତିଷ୍ଠିତ ଯେଉଁ ଚୂଡ଼ାକରଣ ଇତ୍ୟାଦି ସଂସ୍କାର ସମ୍ବନ୍ଧୀୟ ନୈମିତ୍ତିକ ହବନ କର୍ମ ହୁଏ ସେଗୁଡ଼ିକୁ ମଧ୍ୟ ଦେବଯଜ୍ଞର ଅନ୍ତର୍ଗତ ବୋଲି ବୁଝିବା ଉଚିତ। ଏବେ ବ୍ରହ୍ମଯଜ୍ଞର ବର୍ଣ୍ଣନା ଶୁଣ। ଦ୍ୱିଜମାନେ ଦେବତାଙ୍କ ତୃପ୍ତି ନିମନ୍ତେ ନିରନ୍ତର ବ୍ରହ୍ମଯଜ୍ଞ କରିବା ଉଚିତ। ନିତିଦିନ ବେଦମାନ ଅଧ୍ୟୟନ କରିବା ବା ସ୍ୱାଧ୍ୟାୟ କରିବାକୁ ହିଁ ବ୍ରହ୍ମଯଜ୍ଞ କୁହାଯାଏ। ସକାଳେ ନିତ୍ୟକର୍ମ ପରେ ସାୟଂକାଳ ପର୍ଯ୍ୟନ୍ତ ବ୍ରହ୍ମଯଜ୍ଞ କରାଯାଇପାରେ। ଏହାପରେ ରାତିରେ ଏହା କରିବାର ବିଧାନ ନାହିଁ। ଅଗ୍ନି ବିନା ଦେବଯଜ୍ଞ କିପରି ସମ୍ପନ୍ନ ହୁଏ ତାହା ତୁମେମାନେ ଶ୍ରଦ୍ଧାପୂର୍ବକ ଶୁଣ। ସୃଷ୍ଟି ଆରମ୍ଭରେ ସର୍ବଜ୍ଞ, ଦୟାଳୁ ଓ ସର୍ବସମର୍ଥ ମହାଦେବ ସମଗ୍ର ଭୁବନର ଉପକାର ନିମନ୍ତେ ବାରମାନଙ୍କର କଳ୍ପନା କରିଥିଲେ। ସେ ହିଁ ସଂସାରର ରୋଗ ଦୂର କରିବା ନିମନ୍ତେ ବୈଦ୍ୟ ଅଟନ୍ତି। ସେ ହିଁ ସବୁରି ଜ୍ଞାତା ଓ ସମସ୍ତ ଔଷଧର ଔଷଧ। ସେହି ପ୍ରଭୁ ପ୍ରଥମେ ନିଜ ପାଇଁ ବାର କଳ୍ପନା କଲେ, ଯାହାକି ଆରୋଗ୍ୟ ପ୍ରଦାନ କରେ। ତାପରେ ସେ ତାଙ୍କ ମାୟାଶକ୍ତିଙ୍କର ବାର ସୃଷ୍ଟି କଲେ, ଯାହାକି ସମ୍ପତ୍ତି ପ୍ରଦାନ କରେ। ଜନ୍ମକାଳରେ ଦୁର୍ଗତିଗ୍ରସ୍ତ ବାଳକର ରକ୍ଷା ନିମନ୍ତେ ସେ କୁମାରଙ୍କ ବାର କଳ୍ପନା କଲେ। ତାପରେ ସର୍ବସମର୍ଥ ମହାଦେବ ଆଳସ୍ୟ ଓ ପାପର ନିବୃତ୍ତି ତଥା ସମସ୍ତ ଭୁବନର ହିତ ଉଦ୍ଦେଶ୍ୟରେ ଲୋକରକ୍ଷକ ବିଷ୍ଣୁଙ୍କ ବାର ସୃଷ୍ଟି କଲେ। ଏହାପରେ ସମସ୍ତଙ୍କର ସ୍ୱାମୀ ଶିବ ପୁଷ୍ଟି ଓ ରକ୍ଷା ନିମନ୍ତେ ଆୟୁ ନିର୍ଦ୍ଧାରଣକାରୀ ତ୍ରିଲୋକ ସ୍ରଷ୍ଟା ପରମେଷ୍ଟି ବ୍ରହ୍ମାଙ୍କର ଆୟୁଷ୍କାରକ ବାର ସୃଷ୍ଟି କଲେ, ଯାହାଦ୍ୱାରା ସମଗ୍ର ଜଗତର ଆୟୁଷ୍ୟ ସିଦ୍ଧ ହୋଇପାରେ। ଏହାପରେ ତ୍ରିଲୋକର ବୃଦ୍ଧି ପାଇଁ ପ୍ରଥମେ ପୁଣ୍ୟ ଓ ପାପର ରଚନା ହୋଇଥିବାରୁ ସେପରି କାର୍ଯ୍ୟ କରୁଥିବା ଲୋକଙ୍କୁ ଶୁଭାଶୁଭ ଫଳ ଦେବା ପାଇଁ ମହାଦେବ ଇନ୍ଦ୍ର ଓ ଯମଙ୍କ ବାରମାନ ସୃଷ୍ଟି କଲେ। ଏହି ଦୁଇ ବାର ଯଥାକ୍ରମେ ଭୋଗ ପ୍ରଦାନ କରେ ଓ ଲୋକଙ୍କର ମୃତ୍ୟୁ ଭୟ ନିବାରଣ କରେ। ଏହାପରେ ଭଗବାନ ଶିବ ସୂର୍ଯ୍ୟାଦି ସାତ ଗ୍ରହଙ୍କୁ, ଯେଉଁମାନେ କି ତାଙ୍କର ସ୍ୱରୂପଭୂତ ଓ ପ୍ରାଣୀମାନଙ୍କ ପାଇଁ ସୁଖ ଦୁଃଖର ସୂଚକ, ଉପରୋକ୍ତ ସାତଟି ବାରର ସ୍ୱାମୀ ନିର୍ଦ୍ଧାରିତ କଲେ। ସେ ସମସ୍ତେ ଗ୍ରହ ନକ୍ଷତ୍ରଙ୍କର ଜ୍ୟୋତିର୍ମୟ ମଣ୍ଡଳରେ ପ୍ରତିଷ୍ଠିତ। ଶିବଙ୍କ ବାର ବା ଦିନର ସ୍ୱାମୀ ସୂର୍ଯ୍ୟ, ଶକ୍ତିଙ୍କ ଦିନର ସ୍ୱାମୀ ସୋମ, କୁମାରଙ୍କ ଦିନର ଅଧିପତି ମଙ୍ଗଳ,
ବିଷ୍ଣୁଙ୍କ 12ର ସ୍ୱାମୀ ବୁଧ, ବ୍ରହ୍ମାଙ୍କ 12ର ଅଧିପତି ବୃହସ୍ପତି, ଇନ୍ଦ୍ରଙ୍କ 12ର ସ୍ୱାମୀ ଶୁକ୍ର ଓ ଯମଙ୍କ 12ର ସ୍ୱାମୀ ଶନୀଶ୍ୱର। ପ୍ରତ୍ୟେକ ଦେବତା ନିଜ ନିଜ ବାରରେ କରାଯାଇଥିବା ପୂଜାରେ ନିଜ ବିଧାନ ଅନୁରୂପ ଫଳ ଦେଇଥାନ୍ତି। ସୂର୍ଯ୍ୟ ଆରୋଗ୍ୟ ଓ ଚନ୍ଦ୍ରମା ସମ୍ପତ୍ତିର ଦାତା ଅଟନ୍ତି। ମଙ୍ଗଳ ବ୍ୟାଧି ନିବାରଣ କରିଥାନ୍ତି, ବୁଧ ପୁଷ୍ଟି ପ୍ରଦାନ କରିଥାନ୍ତି, ବୃହସ୍ପତି ଆୟୁ ବୃଦ୍ଧି କରିଥାନ୍ତି, ଶୁକ୍ର ଭୋଗ ଦେଇଥାନ୍ତି ଓ ଶନୀଶ୍ୱର ମୃତ୍ୟୁ ନିବାରଣ କରିଥାନ୍ତି। ଏହି 7 ବାରରେ ଯେଉଁ ଫଳାଫଳ ମିଳେ ତାହା କ୍ରମାନ୍ୱୟରେ ସେହିସବୁ ଦେବତାଙ୍କ ପ୍ରୀତିରୁ ପ୍ରାପ୍ତ ହୁଏ। ପ୍ରକୃତରେ ଅନ୍ୟ ଦେବତାମାନେ ଯେଉଁ ଫଳ ଦିଅନ୍ତି ତାହାର ମଧ୍ୟ ଦାତା ଶିବ ଅଟନ୍ତି। ଦେବତାଙ୍କ ପ୍ରସନ୍ନତା ନିମନ୍ତେ ପୂଜାର 5 ପ୍ରକାର ପଦ୍ଧତି କୁହାଯାଇଛି। ସେହି ସବୁ ଦେବତାଙ୍କ ମନ୍ତ୍ରକୁ ଜପ କରିବା ହେଲା ପ୍ରଥମ ପ୍ରକାର। ଦ୍ୱିତୀୟଟି ହେଲା ସେମାନଙ୍କ ପାଇଁ ହୋମ କରିବା, ତୃତୀୟଟି ହେଲା ଦାନ କରିବା, ଚତୁର୍ଥଟି ହେଲା ତପସ୍ୟା କରିବା ଏବଂ ପଞ୍ଚମଟି ହେଲା କୌଣସି ବେଦୀରେ, ପ୍ରତିମାରେ, ଅଗ୍ନିରେ ଅଥବା ବ୍ରାହ୍ମଣଙ୍କ ଶରୀରରେ ଆରୋଗ୍ୟ ଦେବତାଙ୍କ ଭାବନା କରି ଷୋଡ଼ଶ ଉପଚାରରେ ପୂଜା ବା ଆରାଧନା କରିବା। ଏଥିମଧ୍ୟରୁ ପୂଜାର ଉତ୍ତରୋତ୍ତର ଆରାଧନା ହିଁ ଶ୍ରେଷ୍ଠତର। ପୂର୍ବବର୍ତ୍ତୀର ଅଭାବରେ ପରବର୍ତ୍ତୀ ଆଧାରକୁ ଅବଲମ୍ବନ କରିବା ଉଚିତ। ନେତ୍ରରାଗ, ମସ୍ତକ ରୋଗ ଓ କୁଷ୍ଠ ରୋଗର ଶାନ୍ତି ପାଇଁ ଭଗବାନ ସୂର୍ଯ୍ୟଙ୍କୁ ପୂଜା କରି ବ୍ରାହ୍ମଣଙ୍କୁ ଭୋଜନ କରାଇବା ଉଚିତ। ତାପରେ ଗୋଟିଏ ଦିନ, ଗୋଟିଏ ମାସ, ଗୋଟିଏ ବର୍ଷ ଅଥବା ନିରବଚ୍ଛିନ୍ନ 3 ବର୍ଷ ପର୍ଯ୍ୟନ୍ତ ଏହି ଉପାୟ କରିବା ଉଚିତ। ଏହାଦ୍ୱାରା ଯଦି ପ୍ରବଳ ପ୍ରାରବ୍ଧ ନିର୍ମାଣ ହୋଇଯାଏ ତେବେ ରୋଗ ଓ ଜରା ଇତ୍ୟାଦି ନଷ୍ଟ ହୋଇଯାଏ। ଇଷ୍ଟଦେବଙ୍କ ନାମମନ୍ତ୍ର ଜପ ଇତ୍ୟାଦି ସାଧନା ବାର ପ୍ରଭୃତି ଅନୁସାରେ ଫଳ ଦେଇଥାଏ। ରବିବାର ଦିନ ସୂର୍ଯ୍ୟଦେବଙ୍କ ପାଇଁ, ଅନ୍ୟ ଦେବତାଙ୍କ ପାଇଁ ଏବଂ ବ୍ରାହ୍ମଣଙ୍କ ପାଇଁ ବିଶିଷ୍ଟ ବସ୍ତୁ ଅର୍ପିତ କରିବେ। ଏହି ସାଧନ ବିଶିଷ୍ଟ ଫଳ ଦେଇଥାଏ ଏବଂ ଏହାଦ୍ୱାରା ବିଶେଷ ରୂପେ ପାପ ଶାନ୍ତି ହୋଇଥାଏ। ସୋମବାର ଦିନ ବିଦ୍ୱାନ ପୁରୁଷ ସମ୍ପତ୍ତି ପ୍ରାପ୍ତି ପାଇଁ ଲକ୍ଷ୍ମୀ ଆଦିଙ୍କୁ ପୂଜା କରିବେ ତଥା ବ୍ରାହ୍ମଣଙ୍କୁ ସପତ୍ନୀକ ଘୃତପକ୍ୱ ଅନ୍ନ ଭୋଜନ କରାଇବେ। ମଙ୍ଗଳବାର ଦିନ ରୋଗ ଶାନ୍ତି ନିମନ୍ତେ କାଳୀ ପ୍ରଭୃତିଙ୍କୁ ପୂଜା କରିବେ ଏବଂ ବିରି, ମୁଗ ଓ ହରଡ଼ ସହିତ ବ୍ରାହ୍ମଣଙ୍କୁ ଅନ୍ନ ଭୋଜନ କରାଇବେ। ବୁଧବାର ଦିନ ବିଦ୍ୱାନ ପୁରୁଷ ଦଧିଯୁକ୍ତ ଅନ୍ନରେ ଭଗବାନ ବିଷ୍ଣୁଙ୍କୁ ପୂଜା କରିବେ। ଏପରି କଲେ ସର୍ବଦା ପୁତ୍ର, ମିତ୍ର ଓ କଳତ୍ରଙ୍କ ପୁଷ୍ଟି ସାଧନ ହୋଇଥାଏ। ଦୀର୍ଘାୟୁ ହେବାକୁ ଚାହୁଁଥିବା ବ୍ୟକ୍ତି ଗୁରୁବାର ଦିନ ଦେବତାଙ୍କ ପୁଷ୍ଟି ନିମନ୍ତେ ବସ୍ତ୍ର, ଉପବୀତ ଓ ଘୃତ ମିଶ୍ରିତ କ୍ଷୀରିରେ ଯଜନ ପୂଜନ କରିବେ। ଭୋଗ ପ୍ରାପ୍ତି ନିମନ୍ତେ ଶୁକ୍ରବାର ଦିନ ଏକାଗ୍ର ଚିତ୍ତରେ ଦେବତାଙ୍କୁ ପୂଜା କରିବେ ଓ ବ୍ରାହ୍ମଣଙ୍କୁ ଶତରସ ଯୁକ୍ତ ଭୋଜନରେ ତୃପ୍ତ କରିବେ। ଏହିପରି ସ୍ତ୍ରୀମାନଙ୍କ ପ୍ରସନ୍ନତା ପାଇଁ ସୁନ୍ଦର ବସ୍ତ୍ର ଆଦି ଦାନ କରିବେ। ଶନୈଶ୍ୱର ଅପମୃତ୍ୟୁ ନିବାରଣ କରିଥାନ୍ତି। ସେଦିନ ବୁଦ୍ଧିମାନ ବ୍ୟକ୍ତି ରୁଦ୍ର ପ୍ରଭୃତିଙ୍କୁ ପୂଜା କରିବା ଉଚିତ। ତିଳ ହୋମରେ ଓ ଦାନରେ ଦେବତାଙ୍କୁ ସନ୍ତୁଷ୍ଟ କରି ବ୍ରାହ୍ମଣଙ୍କୁ ତିଳ ମିଶ୍ରିତ ଅନ୍ନ ଭୋଜନ କରାଇବେ। ଯେ ଏହି ରୂପେ ଦେବତାଙ୍କୁ ପୂଜା କରିବ ସେ ଆରୋଗ୍ୟାଦି ଫଳର ଭାଗୀ ହେବ। ଦେବତାଙ୍କ ନିତ୍ୟ ପୂଜନ, ବିଶେଷ ପୂଜନ, ସ୍ନାନ, ଦାନ, ଜପ, ହୋମ ତଥା ବ୍ରାହ୍ମଣ ତର୍ପଣ ଇତ୍ୟାଦି କଲେ ଏବଂ ରବି ଇତ୍ୟାଦି ବାରରେ ବିଶେଷ ତିଥି ଓ ନକ୍ଷତ୍ର ପଡ଼ିଥିବା ବେଳେ ବିଭିନ୍ନ ଦେବତାଙ୍କୁ ପୂଜା କଲେ ସର୍ବଜ୍ଞ ଜଗଦୀଶ୍ୱର ଶିବ ହିଁ ସେହି ଦେବତାଙ୍କ ରୂପରେ ପୂଜିତ ହୋଇ ସମସ୍ତଙ୍କୁ ଆରୋଗ୍ୟାଦି ଫଳ ପ୍ରଦାନ କରିଥାନ୍ତି। ଦେଶ, କାଳ, ପାତ୍ର, ଦ୍ରବ୍ୟ, ଶ୍ରଦ୍ଧା ଓ ଲୋକରୀତି ଅନୁସାରେ ସେଗୁଡ଼ିକର ତାରତମ୍ୟକୁ ଦୃଷ୍ଟିରେ ରଖି ଆରାଧନା କରୁଥିବା ଲୋକଙ୍କୁ ମହାଦେବ ଆରୋଗ୍ୟାଦି ଫଳ ଦିଅନ୍ତି। ଶୁଭ କର୍ମର ଆରମ୍ଭରେ, ଅଶୁଭ କର୍ମର ଶେଷରେ ତଥା ଜନ୍ମ ନକ୍ଷତ୍ର ଇତ୍ୟାଦିରେ ଗୃହସ୍ଥ ବ୍ୟକ୍ତି ନିଜ ଘରେ ଆରୋଗ୍ୟାଦି ସମୃଦ୍ଧି ପାଇଁ ସୂର୍ଯ୍ୟାଦି ଗ୍ରହଙ୍କୁ ପୂଜା କରିବା ଆବଶ୍ୟକ। ଏଥିରୁ ସିଦ୍ଧ ହୁଏ ଯେ ଦେବତାଙ୍କ ଯଜନ ସମସ୍ତ ଅଭୀଷ୍ଟ ପ୍ରଦାତା ଅଟେ। ବ୍ରାହ୍ମଣଙ୍କର ଦେବଯଜନ କର୍ମ ବୈଦିକ ମନ୍ତ୍ର ସହିତ ହେବା ବିଧେୟ। ଶୂଦ୍ରାଦିଙ୍କର ଦେବଯଜ୍ଞ ତାନ୍ତ୍ରିକ ବିଧିରେ ହେବା ଉଚିତ। ଶୁଭଫଳ ଚାହୁଁଥିବା ମନୁଷ୍ୟ ସପ୍ତାହର 7 ଦିନ ଯାକ ନିଜ ଶକ୍ତି ଅନୁସାରେ ହିଁ ସଦା ଦେବ ପୂଜନ କରିବା ଉଚିତ। ନିର୍ଧନ ବ୍ୟକ୍ତି ତପସ୍ୟା ଦ୍ୱାରା ଓ ଧନୀ ଧନ ଦ୍ୱାରା ଦେବତାଙ୍କ ଆରାଧନା କରିବା ଉଚିତ।
ସେଭଳି ଲୋକେ ବାରମ୍ବାର ଶ୍ରଦ୍ଧାପୂର୍ବକ ଏପରି ଧର୍ମ ଅନୁଷ୍ଠାନ କରେ ଏବଂ ବାରମ୍ବାର ପୁଣ୍ୟ ଲୋକରେ ନାନା ପ୍ରକାର ଫଳ ଭୋଗ କରି ପୁନଃ ପୃଥିବୀ ପୃଷ୍ଠରେ ଜନ୍ମଗ୍ରହଣ କରେ। ଧନବାନ ଲୋକ ସଦା ଭୋଗ ଲାଭ ପାଇଁ ମାର୍ଗରେ ବୃକ୍ଷାଦି ରୋପଣ କରି ଲୋକଙ୍କ ପାଇଁ ଛାୟାର ବ୍ୟବସ୍ଥା କରିବେ, ଜଳାଶୟ ନିର୍ମାଣ କରିବେ, ବେଦଶାସ୍ତ୍ର ପ୍ରତିଷ୍ଠା ଉଦ୍ଦେଶ୍ୟରେ ପାଠଶାଳା ନିର୍ମାଣ କରିବେ ତଥା ଅନ୍ୟାନ୍ୟ ଉପାୟରେ ମଧ୍ୟ ଧର୍ମ ସଂଗ୍ରହ କରିବେ। ଧନୀମାନେ ସର୍ବଦା ଏପରି କର୍ମ କରିବା ଆବଶ୍ୟକ। ସମୟ ଅନୁସାରେ ପୁଣ୍ୟକର୍ମର ପରିପାକରେ ଅନ୍ତଃକରଣ ଶୁଦ୍ଧ ହୋଇଗଲେ ଜ୍ଞାନ ସିଦ୍ଧି ହୁଏ। ଦ୍ୱିଜଗଣ ଯେ ଏ ଅଧ୍ୟାୟକୁ ଶୁଣେ, ପଢ଼େ ଅଥବା ଶୁଣିବାର ବ୍ୟବସ୍ଥା କରେ ସେ ଦେବଯଜ୍ଞର ଫଳ ଲାଭ କରେ। ଆପଣମାନଙ୍କୁ ଏ ଭିଡ଼ିଓଟି କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ ଏବଂ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ।